ପୂର୍ବପୁରୁଷମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଦୀପାବଳି ଦିନ ଯଦି ଘର ପାଖରେ ପେଚା ଦେଖନ୍ତି, ବିଲେଇ ଘରେ ପଶି କ୍ଷୀର ପିଏ ଏବଂ ରାତିରେ ଘରେ ମୂଷା ବା ଚୁଚୁନ୍ଦ୍ରା ଦେଖନ୍ତି, ତେବେ ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ମିଳିଥାଏ। ନମ୍ବର 2, ଘରେ ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ। କ୍ୟାଲେଣ୍ଡରକୁ ଦକ୍ଷିଣ ପଟ କାନ୍ଥରେ ଲଗାନ୍ତୁ ନାହିଁ। ନମ୍ବର 3, ଘରେ ଯଦି କଳା ପିମ୍ପୁଡ଼ି ଡିମ୍ବ ଧରି ବାହାରିଲେ ଏହା ଶୁଭ ବୋଲି ଜାଣିବେ। ନମ୍ବର 4, ଘରେ ଯଦି ଅଭାବ ଲାଗି ରହୁଥାଏ, ଏକ ଛୋଟ ପିତ୍ତଳ ଢାଳରେ ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ଘରର ପଶ୍ଚିମ ପାଖରେ ରଖି ମୁଣ୍ଡିଆ ମାରନ୍ତୁ, ଦେଖିବେ ଅଭାବ ବହୁତ ଜଲ୍ଦି ଦୂର ହୋଇଯିବ। ନମ୍ବର 5, ଘର ସାମ୍ନାରେ ପତର ଜମା କରି ରଖନ୍ତୁ ନାହିଁ କି କଣ୍ଟା ଗଛ ରଖନ୍ତୁ ନାହିଁ। ନମ୍ବର 6, ଗରୁଡ଼ ଚିତ୍ର ଥିବା ଘଣ୍ଟି ଠାକୁର ଘରେ ବାଜିଲେ ଅଗ୍ନି, ଚୋର ଓ ବଜ୍ର ଭୟ ହୋଇନଥାଏ। ନମ୍ବର 7, ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି, ଏକାଦଶୀ, ଜନ୍ମଦିନ ଏବଂ ପିଣ୍ଡଦାନ ହୋଇଥିବା ଦିନରେ କେବେ ବି ଚୁଟି ଦାଢ଼ି କାଟିବା ଉଚିତ ନୁହେଁ। ନମ୍ବର 8, ମୁଣ୍ଡ କୁଣ୍ଡେଇ ହେଉଥିଲେ କେଶରେ ଦହି ଲଗାନ୍ତୁ। ଏହାଦ୍ୱାରା କେଶ କୁଣ୍ଡେଇବା ବନ୍ଦ ହୋଇଯାଏ। ନମ୍ବର 9, ସୂର୍ଯ୍ୟ ପୂଜା ସମୟରେ ବେଲପତ୍ର ଓ ଟଗର ଫୁଲ ବ୍ୟବହାର କରନ୍ତୁ ନାହିଁ। ନମ୍ବର 10, ସୋମବାର ଦିନ ଗାଈ ଗୋରୁ କିଣନ୍ତୁ ନାହିଁ କିମ୍ବା ବିକନ୍ତୁ ନାହିଁ। ସୋମବାର ଦିନ ପିଲାମାନଙ୍କର ଖାତା ବହି କିଣିବା ବହୁତ ଶୁଭ ହୋଇଥାଏ। ନମ୍ବର 11, ମୁହଁରେ ବରଫରେ ମସାଜ କରନ୍ତୁ। ଏହାଦ୍ୱାରା ଚେହେରା ଟାଇଟ୍ ହୋଇଥାଏ ଏବଂ ଗ୍ଲୋ କରିଥାଏ। ନମ୍ବର 12, କେଶକୁ ସବୁଦିନେ ଧୋଇବା ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଯାଏ ଓ କେଶ ଝଡ଼ିଥାଏ। ତେଣୁ ଆପଣମାନେ କେଶକୁ ସବୁଦିନେ ଧୋଇବା ବନ୍ଦ କରନ୍ତୁ। ନମ୍ବର 13, ଅମାବାସ୍ୟା, ପୂର୍ଣ୍ଣିମା ଓ ଏକାଦଶୀରେ ଦୂରଯାତ୍ରା କରୁଥିଲେ କରନ୍ତୁ ନାହିଁ, କାହିଁକି ନା ଏଥିରେ ଶୁଭ ଫଳ ମିଳିନଥାଏ। ନମ୍ବର 14, ଦଶମୀ ଓ ଦ୍ୱାଦଶୀ ତିଥିରେ ପୋଇ ଏବଂ ଏକାଦଶୀ ତିଥିରେ ଶିମ୍ବ ଖାଆନ୍ତୁ ନାହିଁ। ନମ୍ବର 15, ଘର ପାଖରେ କଇଁଆ ଗଛ, ତାଳ ଗଛ ଓ ବାଉଁଶ ଗଛ ରଖନ୍ତୁ ନାହିଁ, ଏହା ବିପଦ ଆଣିଥାଏ। ନମ୍ବର 16, ଭୋଜନ କଲାବେଳେ ପିତ୍ତଳ କିମ୍ବା ତମ୍ବା ବାସନ ନଚେତ୍ କଦଳୀ ପତ୍ର କିମ୍ବା ଶାଳ ପତ୍ର ବ୍ୟବହାର କରନ୍ତୁ। ନମ୍ବର 17, ଘରେ ଲକ୍ଷ୍ମୀ ଠାକୁରାଣୀଙ୍କ ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ। ବସିଥିବା ଫଟୋ ରଖିଲେ ଏହା ଘର ପାଇଁ ମଙ୍ଗଳ ହୋଇଥାଏ। ନମ୍ବର 18, ପୂଜାରେ ଯାଆଁଳା କଦଳୀ ଭୋଗ କଲେ ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ଲିଙ୍ଗରେ ଚଢ଼ାଇଲେ ମଙ୍ଗଳ ହୋଇଥାଏ। ନମ୍ବର 19, ବିବାହିତ ସ୍ତ୍ରୀ ଲୋକମାନେ ରାତିରେ ଚୁଟି ଖୋଲା ରଖି ଶୁଅନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। ନମ୍ବର 20, ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ ଦିଅନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ଆପଣମାନେ ଓଡ଼ିଶାର କେଉଁ ଗ୍ରାମରୁ ଆମ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ନମ୍ବର 21, ପାଇଖାନା ସର୍ବଦା ଘରର ପଛପଟରେ ରହିବା ଆବଶ୍ୟକ ଏବଂ ଠାକୁର ଘର ଆଉ ପାଇଖାନା ଘର ପାଖାପାଖି ରହିବା ଅନୁଚିତ। ଏହା ଘର ପାଇଁ ଜମା ବି ଭଲ ନୁହେଁ। ନମ୍ବର 22, ଘରର ପୂର୍ବ ଉତ୍ତର କୋଣକୁ ଈଶାନ କୋଣ କୁହାଯାଏ। ସବୁବେଳେ ସେଠି ହିଁ ଭାତ ହାଣ୍ଡି ରଖିବା ଆବଶ୍ୟକ। ନମ୍ବର 23, ରାତିରେ ଯଦି ଘୁଙ୍ଗୁଡ଼ି ମାରୁଥାନ୍ତି, ଯୋଡ଼ିଏ ଗୁଜୁରାତି ଖାଇ ଉଷୁମ ପାଣି ପିଅନ୍ତୁ। ଏଥିରେ ପେଟର ଚର୍ବି ଅଂଶ କଟିଯାଇଥାଏ ଓ ଘୁଙ୍ଗୁଡ଼ି ମାରିବା ବି ବନ୍ଦ ହୋଇଯାଏ। ନମ୍ବର 24, ଘରର ଛାତରେ ଏକ ତ୍ରିଶୂଳ ରଖିବା ଆବଶ୍ୟକ। ଏହା ଘର ପ୍ରତି ବିପଦରୁ ମୁକ୍ତି କରିଥାଏ। ନମ୍ବର 25, ସକାଳେ ଖାଲି ପେଟରେ ଅଦା ପାଣି ପିଇବା ଅନେକ ପ୍ରକାରର ଲାଭ ଦେଇଥାଏ। ଅଦା ପାଣିରୁ ମିଳୁଥିବା ଫାଇଦା ହେଉଛି ଅନେକ ଲୋକଙ୍କର ହଜମ ପ୍ରକ୍ରିୟାରେ ଗଡ଼ବଡ଼ ହୋଇଥାଏ। ସେ କିଛି ବି ଖାଇଲେ ତାଙ୍କର ପେଟ ଜନିତ ସମସ୍ୟା ସବୁ ଦେଖାଯାଇଥାଏ। ଏହି ଲୋକମାନଙ୍କ ପାଇଁ ଅଦା ପାଣି ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେଣୁ ଆପଣମାନେ ଏହାକୁ ଟ୍ରାଏ କରନ୍ତୁ, ଏହାର ରେଜଲ୍ଟ ଦେଖନ୍ତୁ। ନମ୍ବର 26, ଅନେକ ସମୟରେ ଲୋକମାନେ ମାଂସପେଶୀର ଯନ୍ତ୍ରଣା ଭୋଗିଥାନ୍ତି, ଯେଉଁଥିପାଇଁ ସେମାନେ ପେନକିଲର ଖାଇଥାନ୍ତି, କିନ୍ତୁ ଏହିପରି ଔଷଧ ସ୍ୱାସ୍ଥ୍ୟ ଉପରେ କ୍ଷତି ହିଁ ପହଞ୍ଚାଇଥାଏ। ଏଥିଲାଗି ଅଦା ପାଣି ପିଅନ୍ତୁ, ମାଂସପେଶୀରେ ଯନ୍ତ୍ରଣା ସମସ୍ୟାରୁ ଆରାମ ମିଳିବ।
ଅଦାରେ ବହୁତ ପ୍ରକାରର ବେନିଫିଟ୍ ରହିଛି। ଆପଣମାନେ ଏହାକୁ ସବୁବେଳେ ଟ୍ରାଏ କରିପାରିବେ। ନମ୍ବର 27, ଯଦି ଆପଣଙ୍କର ଘରଦ୍ୱାର ମୁହଁକୁ ଗାଈ କି ମୂଷକ ଆସୁଛନ୍ତି ତେବେ ବହୁ ଶୁଭ ବୋଲି ଜାଣିବେ। ନମ୍ବର 28, ଛୋଟ ପିଲାଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି ଭାବନ୍ତି। ଯଦି ଆପଣଙ୍କୁ କୌଣସି ପିଲା ହସି ଦେଉଛି ତେବେ ଜାଣିବେ ଏହା ଶୁଭ ସଂକେତ ବୋଲି। ନମ୍ବର 29, ଚତୁର୍ଥୀ ରାତିରେ କୁଳବଧୂ ପିନ୍ଧିଥିବା ଲୁଗାକୁ ବାହାରେ ଶୁଖାନ୍ତୁ ନାହିଁ। ଏହାଦ୍ୱାରା ବୈବାହିକ ଜୀବନରେ ଅନେକ ଅସୁବିଧା ଏବଂ କଳି ଝଗଡ଼ା ସବୁ ଲାଗି ରହିଥାଏ। ଏହି କଥା ପ୍ରତି ଧ୍ୟାନ ଦେବେ। ନମ୍ବର 30, ଅଷ୍ଟମଙ୍ଗଳା ଯିବା ପୂର୍ବରୁ ନବବଧୂ ସ୍ୱାମୀ, ଶ୍ୱଶୁର, ଶାଶୁ, ପିତାମାତାଙ୍କୁ ଛାଡ଼ି ବାହାରକୁ ଯାଆନ୍ତୁ ନାହିଁ କିମ୍ବା ଏକୁଟିଆ ବାହାରେ ବୁଲନ୍ତୁ ନାହିଁ। ଏହା ଜମା ବି ଭଲ ନୁହେଁ। ନମ୍ବର 31, ଯେଉଁମାନଙ୍କର ପାଦର ଗୋଇଠି ଫାଟୁଥାଏ ସେମାନେ ପାଦକୁ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗୋଡ଼କୁ ଭଲରେ ଧୋଇ ଭେସଲିନ୍ କିମ୍ବା ନଡ଼ିଆ ତେଲ ମାଲିସ କରି ଶୁଅନ୍ତୁ। ଦେଖିବେ ସପ୍ତାହ ଭିତରେ ପାଦ ଗୋଇଠି ଫାଟିଥିଲେ କମିଯିବ। ନମ୍ବର 32, ଆଣ୍ଠୁ ଗଣ୍ଠିରେ ସବୁବେଳେ ଯନ୍ତ୍ରଣା ଅନୁଭବ ହେଉଥିଲେ ଆପଣ 2ରୁ 3ଟା ୱାଲନଟ୍ ଖାଆନ୍ତୁ। କିଛି ଦିନ ମଧ୍ୟରେ ଦେଖିବେ ଯନ୍ତ୍ରଣା ସବୁ ଦୂର ହୋଇଯିବ। ନହେଲେ ଆପଣମାନେ ଲିମ୍ବ ତେଲ ଆଣ୍ଠୁରେ ମାଲିସ କରିପାରିବେ। ଏଥିରେ ମଧ୍ୟ ଯନ୍ତ୍ରଣା ଦୂର ହୋଇଯାଇଥାଏ। କମେଣ୍ଟ ବକ୍ସରେ ଆପଣମାନେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ମା ଲକ୍ଷ୍ମୀ ଆପଣଙ୍କର ସବୁ ଦୁଃଖକୁ ଦୂର କରିବେ। ନମ୍ବର 33, ଯେଉଁ ବ୍ୟକ୍ତି ନିଜ ଆଖପାଖ ସଫା ରଖିନଥାନ୍ତି ତାଙ୍କ ପାଖରେ କେବେ ବି ଧନ ରହିନଥାଏ। ନମ୍ବର 34, ଯେଉଁ ଲୋକ ଅସନା ବସ୍ତ୍ର ପିନ୍ଧିଥାନ୍ତି, ସ୍ୱଚ୍ଛ ରୁହନ୍ତି ନାହିଁ ତାଙ୍କ ପାଖରେ ଧନର ସର୍ବଦା ଅଭାବ ରହିଥାଏ। ନମ୍ବର 35, ଯେଉଁ ବ୍ୟକ୍ତି ପୁରା ଦିନ ଶୋଇ ରହିଥାନ୍ତି ଏବଂ ଅଳସୁଆ ହୋଇଥାନ୍ତି ତାଙ୍କ ପାଖରେ ଧନର ଅଭାବ ରହିଥାଏ। ନମ୍ବର 36, ମୁହଁ ପଟେ କେବେ ବି ନିଶ୍ୱାସ ନିଅନ୍ତୁନି କାରଣ ମୁହଁ ପଟେ ନିଶ୍ୱାସ ନେବା ଦ୍ୱାରା ଆୟୁଷ କମିଥାଏ। ତା ସହିତ ମୁହଁ ପଟେ ଅଧିକ ଜୀବାଣୁ ଶରୀର ଭିତରକୁ ଚାଲି ଯାଇଥାନ୍ତି। ତେଣୁ ସର୍ବଦା ନାକ ପଟେ ହିଁ ନିଶ୍ୱାସ ନିଅନ୍ତୁ। ନମ୍ବର 37, ସବୁବେଳେ ତୁଳସୀ ପତ୍ରର ରସ ସେବନ କଲେ ମ୍ୟାଲେରିଆ ରୋଗ ହୋଇନଥାଏ। ତୁଳସୀ ପତ୍ର ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ। ନମ୍ବର 38, ଆପଣଙ୍କ ଘରେ ଯଦି ମୂଷା ଅଛି ଏବଂ ତାକୁ ନେଇକି ଆପଣ ବହୁତ ବ୍ୟସ୍ତରେ ଅଛନ୍ତି ଓ ମୂଷାକୁ ଘରୁ ବାହାର କରିବା ପାଇଁ ଚାହୁଁଛନ୍ତି ତେବେ ଏହା ପାଇଁ ଆପଣ ମୂଷା ଆସୁଥିବା ବାଟରେ ଗୋଲମରିଚ ଗୁଣ୍ଡ ପକାଇ ଦିଅନ୍ତୁ। ଦେଖିବେ ମୂଷା ଆସିବା ବନ୍ଦ ହୋଇଯିବ। ନମ୍ବର 39, ଲାଜକୁଳି ଲତାର ଚେରକୁ ପାଟିରେ ଚୋବେଇ ଏବଂ ଖଣ୍ଡେ ଅଣ୍ଟାରେ ବାନ୍ଧିକି ଯଦି ମହୁ ସଂଗ୍ରହ କରିବାକୁ ଯାଆନ୍ତି ତେବେ ଦେଖିବେ ମହୁମାଛି କାମୁଡ଼ିବନି। ନମ୍ବର 40, ଯଦି ଆପଣଙ୍କୁ ଶ୍ୱାସରୋଗ ହୋଇଥାଏ ତେବେ ଯେଉଁ ଗାଈ ପ୍ରଥମ ଥର ପ୍ରସବ କରିଥାଏ ସେହି ଗାଈର ପ୍ରଥମ କଷ କ୍ଷୀର ଆଣିକି ରୋଗୀକୁ ପିଇବାକୁ ଦେବା ଦ୍ୱାରା ଶ୍ୱାସରୋଗ ଏକାଥରକରେ ଭଲ ହୋଇଯାଇଥାଏ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିଦେବେ। ଜୟ ମା ଲକ୍ଷ୍ମୀ।